ନମସ୍କାର ବନ୍ଧୁମାନେ, ମୁଁ ଆପଣମାନଙ୍କୁ ଆଜି କିଛି ଉପାୟ ବିଷୟରେ କହିବାକୁ ଯାଉଛି। ଯେଉଁ ଉପାୟ ଗୁଡ଼ିକ ଯଦି ଆପଣ ଏହି ପବିତ୍ର ନବରାତ୍ରିରେ ପାଳନ କରନ୍ତି, ତେବେ ଆପଣଙ୍କୁ ନିଶ୍ଚୟ ଭାବରେ ଏହାର ଶୁଭ ଫଳ ପ୍ରାପ୍ତି ହେବ। ଆପଣମାନେ ଜାଣନ୍ତି ଏହି ନବରାତ୍ରିର କେତେ ଅଧିକ ମହତ୍ତ୍ୱ ରହିଛି। ଏହି 9 ଦିନରେ ମା ଧରାଧାମରେ ଅବତରଣ କରିଥାନ୍ତି। ନିଜ ଭକ୍ତମାନଙ୍କର ସମସ୍ତ ମନସ୍କାମନା ପୂରଣ କରିଥାନ୍ତି। ଆପଣମାନେ ଜାଣନ୍ତି ଏହି ନବରାତ୍ରିର 9ଟି ଦିନରେ ମାଙ୍କର 9ଟି ରୂପର ପୂଜା କରାଯାଇଥାଏ ଏବଂ ସେହି 9ଟି ଦିନର ମହତ୍ତ୍ୱ ମଧ୍ୟ ଅଲଗା ଅଲଗା ରହିଥାଏ ଏବଂ ଏହି 9ଟି ଦିନ ହେଉଛି ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ, ଯେଉଁଥିରେ ମାଙ୍କୁ ପ୍ରସନ୍ନ କରିବା ପାଇଁ ଆପଣ ନିଜର ମନସ୍କାମନାକୁ ପୂର୍ଣ୍ଣ କରିପାରିବେ। ତେବେ ବନ୍ଧୁମାନେ, ଆପଣମାନେ ଜାଣନ୍ତି ଯେ ଆମ ହିନ୍ଦୁ ଶାସ୍ତ୍ରରେ, ଆମର ହିନ୍ଦୁ ଧର୍ମରେ ବୃକ୍ଷଲତାମାନଙ୍କର କେତେ ଅଧିକ ମହତ୍ତ୍ୱ ରହିଛି। ଏବେ ଆଧୁନିକ ଯୁଗରେ ଆମେ ମେଡ଼ିସିନ ଉପରେ ନିର୍ଭରଶୀଳ ହେଉଛେ, ମାତ୍ର ପ୍ରାଚୀନ ଯୁଗରେ ଆମ ପୂର୍ବପୁରୁଷମାନେ ଏହି ଜଡ଼ିବୁଟିକୁ ହିଁ ନିଜର ସ୍ୱାସ୍ଥ୍ୟ ପାଇଁ ବ୍ୟବହାର କରୁଥିଲେ ଏବଂ କେତେ ନିରୋଗୀ ଆଉ କେତେ ସ୍ୱାସ୍ଥ୍ୟପ୍ରଦ ଥିଲା, ତାହା ମଧ୍ୟ ଆପଣମାନେ ଜାଣନ୍ତି। ଏହି ମେଡ଼ିସିନ ମଧ୍ୟ ସେହି ଜଡ଼ିବୁଟିରୁ ହିଁ ପ୍ରସ୍ତୁତ ହେଉଛି। ତେଣୁ ଗଛଲତା ଆମ ପାଇଁ ଭଗବାନଙ୍କର ବରଦାନ ଅଟେ ଏବଂ ସେଗୁଡ଼ିକ ଆମ ପାଇଁ ଅନେକ ପ୍ରକାରର ଆମକୁ ସାହାଯ୍ୟ କରିଥାଏ। ସେହି ଗଛଲତା ମାଧ୍ୟମରେ ମଧ୍ୟ ଆପଣ ନିଜର ମନସ୍କାମନାକୁ ପୂରଣ କରିପାରିବେ। ଆପଣମାନେ ଜାଣନ୍ତି ଏପରି ଅନେକ ବୃକ୍ଷ ଅଛି ଯେଉଁମାନଙ୍କୁ କି ଆମେମାନେ ଈଶ୍ୱରଙ୍କ ସମାନ ପୂଜା କରିଥାଉ, କାରଣ ସେହି ବୃକ୍ଷ ଗୁଡ଼ିକରେ 33 କୋଟି ଦେବାଦେବୀଙ୍କର ବାସ ହୋଇଥାଏ। ଆପଣମାନେ ଜାଣନ୍ତି ପ୍ରତ୍ୟେକ ଘରେ ତୁଳସୀ ଗଛର ପୂଜା କରାଯାଇଥାଏ, କାରଣ ତୁଳସୀ ଗଛରେ ପ୍ରଭୁ ବିଷ୍ଣୁ ଏବଂ ମା ଲକ୍ଷ୍ମୀ ବାସ କରିଥାନ୍ତି। ସେହିପରି ଆମେ ବରଗଛକୁ, ଅସ୍ତଗଛକୁ, ଶମୀ ଗଛକୁ ଏବଂ ଆହୁରି ଅନେକ ଗୁଡ଼ିଏ ବୃକ୍ଷ ଅଛି ଯେଉଁ ଗଛଗୁଡ଼ିକ ପୂଜା କରିଥାଉ। ତେବେ ଆଜି ଏହି ଭିଡ଼ିଓରେ ମୁଁ ଆପଣମାନଙ୍କୁ ଏପରି 3ଟି ବିଶେଷ ଗଛର ବ୍ୟବହାର କହିବାକୁ ଯାଉଛି, ଯେଉଁ ଗଛଗୁଡ଼ିକ ଆପଣ ଏହି ନବରାତ୍ରିରେ ବ୍ୟବହାର କରି ଆପଣଙ୍କର ମନସ୍କାମନାକୁ ପୂର୍ଣ୍ଣ କରିପାରିବେ ଏବଂ ମା ଦୁର୍ଗାଙ୍କର ଆଶୀର୍ବାଦ ମଧ୍ୟ ଲାଭ କରିପାରିବେ। ତେବେ ବନ୍ଧୁମାନେ, ଭିଡ଼ିଓଟିରେ ଆଗକୁ ବଢ଼ିବା ପୂର୍ବରୁ ଭିଡ଼ିଓଟିକୁ ଲାଇକ୍ କରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଏହି ନବରାତ୍ରିରେ ଆପଣମାନଙ୍କର ନାମ ଯେତେ ଅଧିକ ଥର ନେବେ, ମା ଆପଣଙ୍କ ଉପରେ ସେତେ ଅଧିକର ପ୍ରସନ୍ନ ହେବେ। ସେଥିପାଇଁ ଚେଷ୍ଟା କରନ୍ତୁ ଏହି 9ଟି ଦିନରେ ମାଙ୍କର ନାମ ସଂକୀର୍ତ୍ତନ କରିବା ପାଇଁ, ମାଙ୍କୁ ଭକ୍ତି ମନରେ ପୂଜାପାଠ କରିବା ପାଇଁ ଏବଂ ମୁଁ ଆପଣଙ୍କୁ ଯେଉଁ ଉପାୟ ଗୁଡ଼ିକ କହିବାକୁ ଯାଉଛି ସେହି ଉପାୟ ଗୁଡ଼ିକ ପାଳନ କରିବା ପାଇଁ। ବନ୍ଧୁମାନେ, ବିଶ୍ୱାସ କରନ୍ତୁ, ଯଦି ଆପଣ ବିଶ୍ୱାସର ସହିତ ଏହି ଉପାୟ ଗୁଡ଼ିକ ପାଳନ କରନ୍ତି, ତେବେ ଆପଣଙ୍କର ଅନେକ ଗୁଡ଼ିଏ ସମସ୍ୟା ନିଶ୍ଚୟ ଭାବରେ ସମାଧାନ ହୋଇଯିବ। ମା ଦୁର୍ଗା ନିଶ୍ଚୟ ସେହି ସମସ୍ୟା ଗୁଡ଼ିକ ସମାଧାନ କରିଦେବେ। ଆପଣଙ୍କର ଜୀବନ ସୁଖମୟ ହେବ। ତେବେ ବନ୍ଧୁମାନେ, ମୁଁ ଆପଣମାନଙ୍କୁ କିଛି ଏପରି ଜିନିଷ ବିଷୟରେ କହିବାକୁ ଚାହୁଁଛି, ଯେଉଁ ଜିନିଷ ଗୁଡ଼ିକ ଆପଣ ଯଦି ଏହି ନବରାତ୍ରିରେ ମା ଦୁର୍ଗାଙ୍କୁ ଅର୍ପଣ କରନ୍ତି, ତେବେ ଆପଣଙ୍କୁ ମା ଦୁର୍ଗାଙ୍କର ବିଶେଷ କୃପା ପ୍ରାପ୍ତି ହୋଇଥାଏ। ତେବେ ପ୍ରଥମେ ହେଉଛି ଗୁଆ ଘିଅ। ଯଦି ଆପଣ ପ୍ରତିଦିନ ମାଙ୍କୁ ଦେଶୀ ଗୁଆ ଘିଅ ଅର୍ପଣ କରନ୍ତି, ପ୍ରସାଦ ସ୍ୱରୂପ ଅର୍ପଣ କରନ୍ତି, ତେବେ ଆପଣଙ୍କୁ ମାଙ୍କର ବିଶେଷ କୃପା ପ୍ରାପ୍ତ ହୋଇଥାଏ। ଯଦି ଆପଣଙ୍କର କୌଣସି ରୋଗ ବ୍ୟାଧି ରହିଥାଏ, ଯାହାକି ଜମା ବି ଭଲ ହେଉନଥାଏ, ଆପଣ ଯେତେ ଡାକ୍ତର ଦେଖାଇଲା ପରେ ମଧ୍ୟ ତାହାର ଉପଶମ ନ ହୋଇଥାଏ, ତେବେ ଆପଣ ଯଦି ପ୍ରତିଦିନ ମାଙ୍କୁ ଗୁଆ ଘିଅ ପ୍ରସାଦ ରୂପରେ ଅର୍ପଣ କରନ୍ତି, ତେବେ ମାଙ୍କ କୃପାରୁ ଆପଣଙ୍କର ସେହି ରୋଗ ଭଲ ହୋଇଯାଇଥାଏ। ଆପଣଙ୍କର ଶରୀର ଧୀରେ ଧୀରେ ସୁସ୍ଥ ହୋଇଯାଇଥାଏ ଏବଂ ଏହି ସମୟରେ ଯଦି ଆପଣ ମାଙ୍କୁ ଚିନି ଭୋଗ ସ୍ୱରୂପ ଅର୍ପଣ କରନ୍ତି, ତେବେ ଆପଣଙ୍କୁ ଦୀର୍ଘାୟୁ ପ୍ରାପ୍ତି ହୋଇଥାଏ। ଏହି ସମୟରେ ଯଦି ଆପଣ ମାଙ୍କୁ କଞ୍ଚା କ୍ଷୀର ଭୋଗ ସ୍ୱରୂପ ଅର୍ପଣ କରନ୍ତି, ତେବେ ଆପଣଙ୍କୁ ଐଶ୍ୱର୍ଯ୍ୟର ପ୍ରାପ୍ତ ହୋଇଥାଏ। ଯଦି ଆପଣ ମାଙ୍କୁ ମାଲପୁଆ ଭୋଗ କରି ଅର୍ପଣ କରନ୍ତି, ତେବେ ଆପଣଙ୍କର ଏହି ଇଚ୍ଛା ଶକ୍ତି ମନୋବଳ ଦୃଢ଼ ହୋଇଥାଏ, ଆପଣଙ୍କ ଭିତରେ ସାହସର ସଞ୍ଚାର ହୋଇଥାଏ ଏବଂ ଆପଣ ସବୁ କାର୍ଯ୍ୟରେ ବିଜୟ ପ୍ରାପ୍ତି କରିଥାନ୍ତି। ତେବେ ବନ୍ଧୁମାନେ, ଆପଣମାନେ ଯଦି ମାଙ୍କୁ ଏହି ସମୟରେ କଦଳୀ ଭୋଗ ଅର୍ପଣ କରନ୍ତି, ତେବେ ଆପଣଙ୍କର ବୁଦ୍ଧିର ବିକାଶ ହୋଇଥାଏ। ଯଦି ଆପଣଙ୍କ ଘରେ ଛୋଟ ପିଲା ଥାଆନ୍ତି କିମ୍ବା ବିଦ୍ୟାର୍ଥୀ ଥାଆନ୍ତି, ତେବେ ତାଙ୍କର ବୁଦ୍ଧିକୁ ବଢ଼ାଇବା ପାଇଁ, ତୀବ୍ର କରିବା ପାଇଁ ଏବଂ ଯଦି ସେମାନଙ୍କର ପାଠପଢ଼ାରେ ଆଗ୍ରହ ନଥାଏ ଏବଂ ସ୍ମରଣ ଶକ୍ତି ଦୁର୍ବଳ ଥାଏ, ତେବେ ଆପଣ ତାଙ୍କୁ ସେମାନଙ୍କ ଦ୍ୱାରା ମାଙ୍କୁ କଦଳୀ ଭୋଗ ଅର୍ପଣ କରନ୍ତୁ। ଏପରି କରିବା ଦ୍ୱାରା ତାଙ୍କର ସ୍ମରଣ ଶକ୍ତିରେ ବୃଦ୍ଧି ହୋଇଥାଏ ଏବଂ ବୁଦ୍ଧି କ୍ଷିପ୍ର ହୋଇଥାଏ, ଯେଉଁଥିପାଇଁକି ସେମାନେ ପାଠପଢ଼ାରେ ସଫଳତା ଲାଭ କରିଥାନ୍ତି। ଯଦି ଆପଣ ସୌନ୍ଦର୍ଯ୍ୟ ପ୍ରାପ୍ତି କରିବା ପାଇଁ ଚାହୁଁଥାନ୍ତି,
ତେବେ ଏହି ସମୟରେ ଯଦି ଆପଣଙ୍କୁ ମହୁ ପ୍ରସାଦ ସ୍ୱରୂପ ଅର୍ପଣ କରନ୍ତି, ତେବେ ମାଙ୍କ ଦୟାରୁ ଆପଣଙ୍କୁ ସୌନ୍ଦର୍ଯ୍ୟ ପ୍ରାପ୍ତି ହୋଇଥାଏ। ଯଦି ଆପଣଙ୍କ ଜୀବନରେ କୌଣସି ପ୍ରକାର ଦୁଃଶକ ରହିଥାଏ, ଯେଉଁଥିରେ କି ଆପଣ ବାହାରିବା ପାଇଁ ଚେଷ୍ଟା କରୁଛନ୍ତି ମାତ୍ର ବାହାରି ପାରୁନାହାନ୍ତି, ତେବେ ଏହି ସମୟରେ ମାଙ୍କୁ ଗୁଡ଼ର ପ୍ରସ୍ତୁତ କୌଣସି ଭୋଗ କିମ୍ବା ଗୁଡ଼କୁ ଭୋଗ ସ୍ୱରୂପ ଅର୍ପଣ କରନ୍ତୁ। ଏପରି କରିବା ଦ୍ୱାରା ଆପଣଙ୍କୁ ସବୁ ଦୁଃଖ କଷ୍ଟରୁ ମୁକ୍ତି ମିଳିଥାଏ। ଯଦି ଆପଣମାନଙ୍କର କିଛି ଏପରି ମନସ୍କାମନା ରହିଛି ଯାହାକି ପୂର୍ଣ୍ଣ ହୋଇପାରୁନାହିଁ, ତେବେ ଆପଣ ନିଜର ମନସ୍କାମନାକୁ ପୂର୍ଣ୍ଣ କରିବା ପାଇଁ ଆପଣ ଏହି ସମୟରେ ମାଙ୍କୁ ନଡ଼ିଆ ପ୍ରସାଦ ରୂପରେ ଅର୍ପଣ କରନ୍ତୁ। ଏପରି କରିବା ଦ୍ୱାରା ମା ଆପଣଙ୍କର ମନସ୍କାମନାକୁ ନିଶ୍ଚୟ ଭାବରେ ପୂର୍ଣ୍ଣ କରିଥାନ୍ତି। ଏବଂ ଯଦି ଆପଣ ସୁଖ ଶାନ୍ତି, ଧନ, ଐଶ୍ୱର୍ଯ୍ୟ, ବୈଭବ ଏସବୁ ପ୍ରାପ୍ତି କରିବା ପାଇଁ ଚାହୁଁଥାନ୍ତି, ତେବେ ଆପଣ ମାଙ୍କୁ ବିଶେଷ ରୂପରେ ପୁରୀ, ହାଲୁଆ ଏବଂ କ୍ଷୀରି ପ୍ରସ୍ତୁତ ପ୍ରସାଦ ରୂପରେ ମାଙ୍କୁ ଅର୍ପଣ କରନ୍ତୁ। ଏପରି କରିବା ଦ୍ୱାରା ଆପଣଙ୍କୁ ଧନ, ଐଶ୍ୱର୍ଯ୍ୟ, ସୁଖ, ସମ୍ପଦ ସବୁକିଛି ପ୍ରାପ୍ତ ହୋଇଥାଏ। ତେବେ ବନ୍ଧୁମାନେ ଆସନ୍ତୁ ଏବେ ଜାଣିବା ସେହି 3ଟି ବିଶେଷ ଗଛ ବିଷୟରେ, ଯେଉଁ ଗଛଗୁଡ଼ିକ ଆପଣଙ୍କର ଭାଗ୍ୟକୁ ବଦଳାଇ ଦେଇପାରିବ। ଏହି ସମୟରେ ଯଦି ଆପଣ ଏହି 3ଟି ଗଛର ବ୍ୟବହାର କରନ୍ତି, ତେବେ ମା ତାରିଣୀଙ୍କ କୃପାରୁ ଆପଣଙ୍କ ଜୀବନରେ ସୁଖ ସୃଷ୍ଟି ହେବ, ଆପଣଙ୍କୁ ଦୁଃଖର ମୁକ୍ତି ମିଳିବ, ଧନ ସମ୍ପଦ ପ୍ରାପ୍ତି ହେବ ଏବଂ ଆପଣଙ୍କର ସଞ୍ଚିତ ଅର୍ଥ ବୃଦ୍ଧି ହେବ। ଯଦି ଆପଣଙ୍କର କୌଣସି ରୋଗ ଅନେକ ଦିନରୁ ଭଲ ହେଉନାହିଁ, ତାହା ଭଲ ହୋଇଯିବ। ଏପରି ଅନେକ ପ୍ରକାରର ସମସ୍ୟାର ସମାଧାନ ହୋଇଯିବ। ତେବେ ପ୍ରଥମେ ହେଉଛି ଚମେଲି ଗଛ। ଆପଣମାନେ ଜାଣନ୍ତି ଚମେଲି ଫୁଲ ମାଙ୍କର ବହୁତ ପ୍ରିୟ ଅଟେ। ତେବେ ତାର ମଞ୍ଜିରୁ ପ୍ରସ୍ତୁତ ତେଲରେ ମଧ୍ୟ ଭଗବାନ ହନୁମାନଙ୍କୁ ଅର୍ପଣ କରାଯାଇଥାଏ। ଚମେଲି ତେଲରେ ଦୀପ ଜଳାଇବା ଦ୍ୱାରା ପ୍ରଭୁ ହନୁମାନ ପ୍ରସନ୍ନ ହୋଇଥାନ୍ତି। ତେବେ ଯଦି ଆପଣ ଏହି ପୁଷ୍ପରେ ଗଜରା ବନାଇ ମା ଦୁର୍ଗାଙ୍କୁ ଅର୍ପଣ କରନ୍ତି, ତେବେ ମା ଆପଣଙ୍କ ଉପରେ ଅତ୍ୟନ୍ତ ପ୍ରସନ୍ନ ହୋଇଥାନ୍ତି। କାରଣ ଏହି ଫୁଲଟି ମାଙ୍କର ଅତ୍ୟନ୍ତ ପ୍ରିୟ ହୋଇଥାଏ ଏବଂ ସେ ଏହି ଫୁଲର ଗଜରାକୁ ନିଜ ଗଭାରେ ଧାରଣ କରିଥାନ୍ତି। ଆପଣମାନେ ଜାଣନ୍ତି ଏହି ଫୁଲକୁ ମା ଲକ୍ଷ୍ମୀଙ୍କର ସ୍ୱରୂପ ବୋଲି ମଧ୍ୟ ମାନାଯାଇଥାଏ। ତେବେ ଆପଣ ଏହି ଫୁଲର ଗଜରା ବନାଇ ମାଙ୍କୁ ରାତି 10ଟା ପରେ ନବରାତ୍ରିର କୌଣସି ଦିନରେ ଆପଣ ଏହି ଉପାୟକୁ କରିପାରିବେ। ଦ୍ୱିତୀୟ ଗଛଟି ହେଉଛି ଧଳା କନିଅର ଗଛ। ଯଦି ଆପଣ ଧଳା କନିଅର ଫୁଲକୁ ମାଙ୍କୁ ଅର୍ପଣ କରନ୍ତି, ତେବେ ମା ଆପଣଙ୍କ ଉପରେ ଅତ୍ୟନ୍ତ ପ୍ରସନ୍ନ ହୋଇଥାନ୍ତି। କାରଣ ଏହି ଫୁଲଟି ମାଙ୍କର ଅତ୍ୟନ୍ତ ପ୍ରିୟ ଅଟେ। ଆପଣମାନେ ଜାଣନ୍ତି ଯେ ମା ଭୋଗ ରାଗରେ ସେତେ ବି ସନ୍ତୁଷ୍ଟ ହୁଅନ୍ତି ନାହିଁ, ଯେତିକି ଏହି ଗୋଟିଏ ଯଦି ଫୁଲ ମାଙ୍କୁ ଅର୍ପଣ କରିଦିଅନ୍ତି, ତେବେ ମା ସେଥିରେ ଅତି ଶୀଘ୍ର ସନ୍ତୁଷ୍ଟ ହୋଇଥାନ୍ତି। ଯଦି ଆପଣ ଏହି ନବରାତ୍ରି ସମୟରେ ଏହି ଧଳା କନିଅର ଫୁଲ ଗୋଟିଏ ବି ମାଙ୍କୁ ଅର୍ପଣ କରିଦିଅନ୍ତି, ତେବେ ଆପଣଙ୍କୁ ହଜାର ଯଜ୍ଞର ପୁଣ୍ୟ ଫଳ ଆପଣଙ୍କୁ ପ୍ରାପ୍ତି ହୋଇଥାଏ। ବନ୍ଧୁମାନେ, ଯଦି ଆପଣଙ୍କର କୌଣସି ବିଶେଷ ମନସ୍କାମନା ଥାଏ ଯାହାକି ପୂରଣ ହୋଇପାରୁନାହିଁ, ସେହି ମନସ୍କାମନା ପୂରଣ କରିବା ପାଇଁ ଆପଣ ଏହି ଫୁଲରୁ 21ଟି, 51ଟି କିମ୍ବା 108ଟି ଅଥବା 1000ଟି ଫୁଲ ମାଙ୍କୁ ଅର୍ପଣ କରନ୍ତୁ। ଏବଂ ଆପଣ ଏହି ଫୁଲରେ ମାଳ ପ୍ରସ୍ତୁତ କରି ମଧ୍ୟ ମାଙ୍କୁ ଅର୍ପଣ କରିପାରିବେ। ଏପରି କରିବାର ଗୋଟିଏ ମାସ ଭିତରେ ହିଁ ଆପଣଙ୍କର ମନସ୍କାମନା ନିଶ୍ଚୟ ପୂର୍ଣ୍ଣ ହୋଇଥାଏ। ଏବେ ତୃତୀୟ ଉପାୟଟି ହେଉଛି ଲାଲ ମନ୍ଦାର ଫୁଲ। ବନ୍ଧୁମାନେ, ଆପଣମାନେ ନିଶ୍ଚୟ ରୂପରେ ଜାଣିଥିବେ ଏହି ଲାଲ ମନ୍ଦାର ଫୁଲ ମାଙ୍କର କେତେ ପ୍ରିୟ ଅଟେ। ତେବେ ଆପଣ ଏହି ଲାଲ ମନ୍ଦାର ଫୁଲକୁ ଯଦି ଗୋଟିଏ ଫୁଲରେ ବି ମାଙ୍କୁ ଅର୍ପଣ କରନ୍ତି, ତେବେ ଆପଣଙ୍କୁ 1000 ଗୋଦାନର ପୁଣ୍ୟ ଫଳ ପ୍ରାପ୍ତ ହୋଇଥାଏ। ଏହି ଗଛକୁ ମା ଜଗଦମ୍ବାଙ୍କର ଆଶୀର୍ବାଦ ରହିଛି, ସେଥିପାଇଁ ଏହି ଫୁଲର ନାମ ରକ୍ତଜବା ମଧ୍ୟ ଅଟେ। ତେବେ ଆପଣ ଏହି ଫୁଲକୁ ନେଇ ଏକ ବିଶେଷ ଉପାୟ କରିପାରିବେ। ତେବେ ସେଥିପାଇଁ ଆପଣ ଗୋଟିଏ ଲାଲ ରଙ୍ଗର ମନ୍ଦାର ଫୁଲ ଏବଂ 2ଟି ଲବଙ୍ଗକୁ ଏକା ସହିତ ମାଙ୍କୁ ଅର୍ପଣ କରନ୍ତୁ। ତେବେ ଏହାକୁ ଆପଣ ନବରାତ୍ରିରେ କୌଣସି ବି ଦିନରେ କରିପାରିବେ। ଏପରି କରିବା ଦ୍ୱାରା ଆପଣଙ୍କୁ ମାଙ୍କର ବିଶେଷ କୃପା ପ୍ରାପ୍ତ ହୋଇଥାଏ। ଆପଣଙ୍କୁ ଏକ ସୁସ୍ଥ ଜୀବନ ପ୍ରାପ୍ତି ହୋଇଥାଏ ଏବଂ ସମସ୍ତ ପ୍ରକାର ସୁଖ ସମ୍ପଦର ମଧ୍ୟ ପ୍ରାପ୍ତି ହୋଇଥାଏ। ଏହାର ଆଉ ଗୋଟିଏ ବିଶେଷ ଉପାୟ ହେଉଛି ଆପଣ ନବରାତ୍ରିର ସପ୍ତମୀ ଦିନ ଏହି ମନ୍ଦାର ଫୁଲର 108ଟି ଫୁଲରେ ଏକ ମାଳ ପ୍ରସ୍ତୁତ କରି ମାଙ୍କୁ ରାତି 8ଟା ପରେ ଅର୍ପଣ କରନ୍ତୁ। ତେବେ ଆପଣଙ୍କର ବିଶେଷ ମନୋକାମନା ପୂର୍ଣ୍ଣ ହୋଇଥାଏ। ଆପଣଙ୍କୁ ସବୁ ପ୍ରକାରର ସୁଖ, ମାନ, ସମ୍ମାନ, ଯଶ, ପ୍ରତିଷ୍ଠା, ଐଶ୍ୱର୍ଯ୍ୟ, ବୈଭବ ସବୁ କିଛି ପ୍ରାପ୍ତି ହୋଇଥାଏ। ଆପଣ ଯଦି କୌଣସି ଶତ୍ରୁ ଦ୍ୱାରା ପୀଡ଼ିତ ଅଛନ୍ତି, ଚିନ୍ତିତ ଅଛନ୍ତି, ଆପଣଙ୍କୁ କୌଣସି ବ୍ୟକ୍ତି ବାରମ୍ବାର ହଇରାଣ କରୁଛନ୍ତି, ତେବେ ଏସବୁରୁ ମୁକ୍ତି ପାଇବା ପାଇଁ ଆପଣ ଯେତେବେଳେ ଏହି ମାଳାକୁ ମାଙ୍କୁ ଅର୍ପଣ କରୁଛନ୍ତି, ଆପଣ ନିଜର ଶତ୍ରୁର ନାମ ନିଅନ୍ତୁ
ଏପରି କରିବା ଦ୍ୱାରା ଆପଣଙ୍କର ଶତ୍ରୁ ଆଉ କଦାପି ବି ହଇରାଣ କରିପାରିବେ ନାହିଁ। ସେ ଧୀରେ ଧୀରେ ଆପଣଙ୍କର ମିତ୍ରରେ ପରିଣତ ହୋଇପାରିଥାଏ। ତେବେ ବନ୍ଧୁମାନେ, ଏହା ଥିଲା କିଛି ବିଶେଷ ଉପାୟ, ଯେଉଁ ବିଶେଷ ଉପାୟ ଗୁଡ଼ିକ ଆପଣ ନବରାତ୍ରିରେ ଭକ୍ତି ଏବଂ ଶ୍ରଦ୍ଧାର ସହ ପାଳନ କରନ୍ତି। ତେବେ ଆପଣଙ୍କର ଅନେକ ଗୁଡ଼ିଏ ସମସ୍ୟାର ସମାଧାନ ହୋଇଯିବ। ଆପଣଙ୍କୁ ମାଙ୍କର ବିଶେଷ କୃପା ପ୍ରାପ୍ତ ହୋଇଥାଏ। ଆପଣମାନେ ନିଶ୍ଚୟ ଜାଣିଥିବେ, ସବୁକିଛି ମୂଳରେ ବିଶ୍ୱାସର ଭୂମିକା ଗୁରୁତ୍ୱପୂର୍ଣ୍ଣ ଅଟେ। ଯଦି ଆପଣ ବିଶ୍ୱାସର ସହିତ ଭଗବାନଙ୍କୁ ଡାକନ୍ତି, ତେବେ ଆପଣଙ୍କୁ ପ୍ରତ୍ୟେକ ଜାଗାରେ ଦୃଶ୍ୟମାନ ହୁଅନ୍ତି। ମାତ୍ର ଯଦି ଆପଣଙ୍କର ମନରେ ବିଶ୍ୱାସ କିମ୍ବା ଭକ୍ତି ଶ୍ରଦ୍ଧା ନଥାଏ, ଯଦି ତେବେ ଭଗବାନ ସ୍ୱୟଂ ଆପଣଙ୍କ ଆଗରେ ଠିଆ ହୋଇପାରନ୍ତି, ତେବେ ସେ ମଧ୍ୟ ଆପଣଙ୍କୁ ଭଗବାନ ପରି ଦୃଶ୍ୟମାନ ହୋଇନଥାନ୍ତି। ସେଥିପାଇଁ ଏହି ଉପାୟ ଗୁଡ଼ିକ ଯଦି ଆପଣମାନେ ଭକ୍ତି ଏବଂ ବିଶ୍ୱାସର ସହିତ କରନ୍ତି, ତେବେ ଆପଣଙ୍କର ମନସ୍କାମନା ନିଶ୍ଚୟ ପୂର୍ଣ୍ଣ ହେବ। ଆପଣଙ୍କୁ ସବୁକିଛି ଉପାୟର 100% ଲାଭଫଳ ନିଶ୍ଚିତ ମିଳିବ। ତେବେ ବନ୍ଧୁମାନେ, ମୋର ଯଦି ଏହି ଭିଡ଼ିଓଟି ଭଲ ଲାଗିଥାଏ, ତେବେ ଭିଡ଼ିଓକୁ ଗୋଟେ ଲାଇକ୍ କରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦେବେ।